ଆପଣ ଦେଖିପାରୁଛନ୍ତି ଏଇ ଜାଗାଟି ଏଇଠୁ ଆମର ଜିପଟା ଷ୍ଟାର୍ଟ ହେଇଛି। ଏଇଠୁ ଏତିକି ଆମର ଅତି ସହଜରେ ସେ ଭିତରକୁ ଚାଲି ଯାଉଛି। ତାପରେ ଏହି ସାଇଜ୍ଟି ଆମର ଠିକ୍ ଗୋଟେ ସାଇଜ୍ରେ ଆମର ଯେମିତି ଯିବ ସେଇଟା ଆମେ ଦେଖେଇବି। ଦେଖୁଛନ୍ତି ଦେଖୁଛନ୍ତି ଏଇଟା ଆମର ଠିକ୍ ସେ ପଶୁନି। ତ ପ୍ରଥମେ ଆମେ ଏପଟ ସାଇଡ଼୍ଟାକୁ ଭର୍ତ୍ତି କରିନେବା। ଦେଖନ୍ତୁ ଫ୍ରିରେ ପଶିଗଲା। ଆଉ ଗୋଟେ ସାଇଡ଼୍ ଆମେ ଏବେ ନେଇଯିବା। ଟୁ ସାଇଡ଼୍ ଲାଗିଗଲା। ଦେଖନ୍ତୁ ଚେନ୍ଟି ଆମର ଟାଇଟ୍ ହେଉଛି। ଆମର ଏଠି ଜଣା ପଡ଼ିବ କାହିଁକିନା ଆମର ଚେନ୍ଟି ଖରାପ କି ରନର୍ଟି ଖରାପ ଆମେ ଜାଣିନାହାନ୍ତି। ପ୍ରଥମେ ରନର୍ଟିକୁ ଲଗେଇବା। ଯଦି ରନର୍ଟି ଲଗେଇଲା ପରେ ଆମର ଠିକ୍ରେ ଚେନ୍ଟି ଆସୁନି ତାହେଲେ ଆମେ ପୁଣି ଚେନ୍ଟିକୁ ଲଗେଇବାକୁ ପଡ଼ିବ। କାହିଁକିନା ଆମର ଜଣା ପଡ଼େନି ଯେ ଆମର କେଉଁଟା ଖରାପ ଅଛି। ଦେଖିଲେ ଆମେ ଲଗେଇଦେଲେ। ଆମର ତ ସିଏ ଅତି ସହଜରେ ଲାଗିଗଲା, କିନ୍ତୁ ଏବେ ଜଣାପଡ଼ିଲା। ଦେଖିଲେ ଅତି ସହଜରେ ଆମର କିପରି ଲାଗିଗଲା। ତାକୁ ଆମେ ବ୍ୟବହାର କରିପାରିବା। ଏମିତି ବ୍ୟବହାର କରିପାରିବା। ଶେଷରେ ଆମେ ଯେମିତି ବାହାର କରିଥିଲେ ଦେଖିଲେ ଆମ ଜିପଟି ଆପଣ ଦେଖିପାରୁଛନ୍ତି ଆମର ଜିପଟି ଲାଗିଗଲା। ଦେଖନ୍ତୁ ଏଇଠୁ ଆମେ ଆଗକୁ ନେବା ତ ଆମର ଏଇଟା ଫିଟିଯିବ, ଯେଉଁଟାକି ଆମର ଦେଇଥିଲା ସେ ଲକର୍ଟି। ଆମେ ସେଟାକୁ ପୁଣି ଯେଇଠି ଦେଇଥିଲେ ଦୁଇଟି ସେଟାକୁ ଆମେ ଆଟାଚ୍ କରିନେବା। ଶେଷରେ ସେଇଟା ଦେଇଦେବି, ଛୋଟମାନଙ୍କର ହଉ ବଡ଼ମାନଙ୍କର ହଉ ଯାହାର ମଧ୍ୟ ଶେଷରେ ଆମେ ସେଇଟା ଦେଇଦେବାଟା ଠିକ୍। କାରଣ ସେଇଟା ଦେବା ଦ୍ୱାରା ଚେନ୍ଟି ଆମର ଆଗକୁ ଯାଏନି। ସେଇଟା ଦେଲେ ଦେଖନ୍ତୁ ଗୋଟେ ପ୍ରୋବ୍ଲେମ୍ ହେଉଛି ଯେ ବାହାର କରିବାଟା ଆମର ପ୍ରୋବ୍ଲେମ୍ ହୁଏ। ତ ଆମେ ଏମିତି ଫୋଲ୍ଡିଂ କରିକି ଆକୁ ଗୋଟେ ସିଲେଇ କରିଦେବା। ତା ବେଲେ ମଧ୍ୟ ଆମର ଦେଖନ୍ତୁ ଏ କପଡ଼ାଟା ଯେଉଁ ମୋଟା ଅଛି ଏପଟ ସାଇଡ଼୍, ଏ କପଡ଼ାଟା ଏ ସାଇଡ଼୍ ମୋଟା ଅଛି ଆମର, ଦେଖିପାରୁଛନ୍ତି। ତ ସେଥିପାଇଁ ଏ କପଡ଼ାଟା ମୋଟା ଥିବା ଯୋଗୁଁ ସିଏ ଆଗକୁ ଯିବନି। ତାକୁ ଆମେ ଏଇଠୁ ଏମିତି ସିଲେଇଟି କରିଦେବା। ସିଲେଇଟି କରିଦେଲେ ଆମକୁ ଯିବନି। ଆପଣ ବୁଝିପାରିଥିବେ ମୁଁ ଭାବୁଛି। ଏଇଟା ତ ମୁଁ ଚାହିଁଥିଲି ନର୍ମାଲ୍ ଭିଡ଼ିଓ ବି ଅପଲୋଡ଼ କରିପାରିଥାନ୍ତି। ଲାଇଭ୍ ଆସିଲି ଏଥିପାଇଁ ଯେ ଆପଣ ଡାଇରେକ୍ଟ ଭଲସେ ବୁଝିପାରିବେ, କିଛି ବି ଏଡ଼ିଟିଂ ନୁହଁ। এই ଜିପର୍ ଲଗେଇବାଟା ଆମର ପ୍ରତ୍ୟେକଟି ଜିନିଷରେ ଆମ ୟୁଜଫୁଲ୍ ହୁଏ। କହିଲି ଯେମିତି ପିଲୋ କଭର୍ଠୁ ଆରମ୍ଭ କରି ବେଗ୍ଠୁ ଆରମ୍ଭ କରି ପର୍ସ ଆରମ୍ଭ କରିକି ପ୍ରତ୍ୟେକଟିରେ ଆମର ଜିନିଷରେ ରହେ ଆମର ଚେନ୍। ତ ଚେନ୍ରେ ରନର୍ଟି ଆମର ବେଳେବେଳେ ଯେଉଁ ବାହାରି ପଡ଼େ ତାକୁ ଆମେ କିପରି
କରିବା।